ନମସ୍କାର ବନ୍ଧୁଗଣ, ଆପଣଙ୍କର ପ୍ରିୟ ଚ୍ୟାନେଲ ବାସ୍ତୁ ବିଚାରକୁ ସ୍ୱାଗତ। ବନ୍ଧୁଗଣ, ଯଦି ଆପଣ ଆପଣଙ୍କ ଜୀବନରେ କିଛି ନୂଆ ଶିଖିବାକୁ ଚାହୁଁଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ କହିବୁ ଯେ ସକାଳେ ଉଠିବା ପରେ ଏହି କାମ କେବେ ବି କରନ୍ତୁ ନାହିଁ, ନଚେତ୍ ଆପଣଙ୍କର ସମସ୍ତ କାମ ସର୍ବଦା ଭୁଲ ହେବ। ବନ୍ଧୁଗଣ, କୁହାଯାଏ ଯେ ଯଦି ଆରମ୍ଭ ଭଲ ହୁଏ ତେବେ ଶେଷ ମଧ୍ୟ ଭଲ ହୁଏ, ଏବଂ ଯଦି ଆରମ୍ଭ ଏବଂ ଶେଷ ଭଲ ହୁଏ ତେବେ ସବୁକିଛି ସର୍ବଦା ଭଲ ହେବ। ବନ୍ଧୁଗଣ, ଏପରି ଅନେକ କାର୍ଯ୍ୟ ଅଛି ଯାହା ସମାପ୍ତ ହେବା ପୂର୍ବରୁ ଭୁଲ ହୋଇଯାଏ, ଅର୍ଥାତ୍ ସେଗୁଡ଼ିକ ସମ୍ପୂର୍ଣ୍ଣ ଭୁଲ ହୋଇଯାଏ। ତେଣୁ କୁହାଯାଏ ଯେ ଜୀବନର ସବୁଠାରୁ ବଡ଼ ନୀତି ହେଉଛି ଯେ କିଛି କାର୍ଯ୍ୟ ସକାଳେ କରିବା ଉଚିତ ନୁହେଁ, ଜାଣତରେ କିମ୍ବା ଅଜାଣତରେ ମଧ୍ୟ। ଏହି କାର୍ଯ୍ୟଗୁଡ଼ିକ କରିବା ଦ୍ୱାରା ଘରେ ଦାରିଦ୍ର୍ୟ ଆସେ ଏବଂ ଆମ ଘରୁ ଦେବାଦେବୀମାନେ ମଧ୍ୟ ଦୂରେଇ ଯାଆନ୍ତି। ତେଣୁ ଭକ୍ତଗଣ, ଶାସ୍ତ୍ରରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ କିଛି କାର୍ଯ୍ୟ ଅଛି ଯାହା ସକାଳେ କରିବା ଉଚିତ ନୁହେଁ, ଅଜାଣତରେ କିମ୍ବା ଜାଣତରେ ହେଉ ମଧ୍ୟ, ନଚେତ୍ ଆମର ଜୀବନ ସର୍ବଦା ଦୁଃଖ, କଷ୍ଟ ଏବଂ ସମସ୍ୟାରେ ପରିପୂର୍ଣ୍ଣ ରହିବ। କାରଣ ବନ୍ଧୁଗଣ, ଯଦି ଜଣେ ବ୍ୟକ୍ତିଙ୍କ ସକାଳ ଭଲ ଭାବରେ ଆରମ୍ଭ ହୁଏ ତେବେ ସେମାନେ ଯାହା କରନ୍ତି ତାହା ସଫଳ ହୁଏ। ଯଦି ସକାଳ ଭଲ ନୁହେଁ ତେବେ ସେମାନେ ଯାହା କରନ୍ତି ତାହା ବିପର୍ଯ୍ୟୟ ହୋଇଯାଏ। ତେଣୁ ସକାଳେ ଉଠିବା ପରେ କିଛି କାମ ନିଶ୍ଚିତ ଭାବରେ କରିବା ଉଚିତ ଏବଂ କିଛି କାମ ଯାହା ଆପଣ କରିବା ଉଚିତ ନୁହେଁ, ଜାଣତରେ କିମ୍ବା ଅଜାଣତରେ ମଧ୍ୟ କରିବା ଉଚିତ ନୁହେଁ। ଆମର ପୁରୁଣା ଲୋକମାନେ ମଧ୍ୟ ଏହି ଜିନିଷ ଗୁଡ଼ିକ ଏଡ଼ାଇ ଯାଇଥିଲେ ଏବଂ ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ କହିବୁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ଏବଂ କ'ଣ ଠାରୁ ଦୂରେଇ ରହିବା ଉଚିତ। ବନ୍ଧୁଗଣ, ଦୟାକରି ଭିଡ଼ିଓଟିକୁ ସଚ୍ଚା ହୃଦୟରେ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖନ୍ତୁ ଜୟ ସୂର୍ଯ୍ୟଦେବ, ଜୟ ମା ଲକ୍ଷ୍ମୀ, ଜୟ ହନୁମାନ। ବନ୍ଧୁଗଣ, ଆପଣ ପ୍ରତିଦିନ ସକାଳେ ଏହି ଗୋଟିଏ ଜିନିଷ ଖାଇବା ଉଚିତ। ଏହା ଜୀବନ ସାରା ଧନ ସୁନିଶ୍ଚିତ କରିବ। ଆପଣଙ୍କୁ ସାରା ବର୍ଷ ଧନ ଏବଂ ସମୃଦ୍ଧିର ପିଛା କରିବାକୁ ପଡ଼ିବ ନାହିଁ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ଯଦି ଜଣେ ବ୍ୟକ୍ତି ସକାଳେ ଏହି ଗୋଟିଏ ଜିନିଷ ଖାଏ ତେବେ ଧନ ଏବଂ ସମୃଦ୍ଧି ଶୀଘ୍ର ତାଙ୍କ ଘରକୁ ଆକର୍ଷିତ ହୁଏ। ସେହି ବ୍ୟକ୍ତି ରାତାରାତି ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଏ। ବନ୍ଧୁଗଣ, ଆପଣ ପ୍ରାୟତଃ ଲୋକମାନଙ୍କୁ ଅଭିଯୋଗ ଶୁଣିଥିବେ ଯେ ଦାରିଦ୍ର୍ୟ ଏବଂ ଆର୍ଥିକ ପ୍ରତିବନ୍ଧକ ତାଙ୍କ ଘରୁ ଦୂର ହେଉନାହିଁ। ସେମାନେ ଦିନକୁ ଦିନ କମ୍ ଧନୀ ହେଉଛନ୍ତି। ହୁଏତ ଏହା ଆପଣଙ୍କ ସହିତ ମଧ୍ୟ ଘଟୁଛି, କିନ୍ତୁ ଆପଣ ଏହାର ମୂଳ କାରଣ ବୁଝିପାରୁନାହାନ୍ତି। କାରଣ ଆପଣ କରିଥିବା କିଛି ଭୁଲ। ଆମର ଧାର୍ମିକ ଶାସ୍ତ୍ରଗୁଡ଼ିକରେ ଅନେକ ନିୟମ ଏବଂ ଶିକ୍ଷା ରହିଛି ଯାହା ଆମର ପୂର୍ବପୁରୁଷ ଏବଂ ବୁଦ୍ଧମାନେ ଆମକୁ ପ୍ରାୟତଃ ବୁଝାଇଥିଲେ, କିନ୍ତୁ ଆଜିକାଲି ଲୋକମାନେ ଏହି ଜିନିଷ ଗୁଡ଼ିକ ଉପରେ ଧ୍ୟାନ ଦେବାକୁ ଆବଶ୍ୟକ ମନେ କରନ୍ତି ନାହିଁ। କିନ୍ତୁ ଯେତେବେଳେ ଆପଣ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଲୋକମାନେ ପ୍ରାୟତଃ ଏହାର କାରଣ ଜାଣିବାକୁ ଚାହାନ୍ତି। ଆମେ ନିଜେ ଆମ ଘରେ ଦାରିଦ୍ର୍ୟର କାରଣ। ଆମେ କରୁଥିବା କାର୍ଯ୍ୟଗୁଡ଼ିକ ଆମ ସଫଳତାରେ ବାଧକ ପାଲଟିଥାଏ। ଯଦି ଆପଣ ସକାଳେ ଉଠିବା ପରେ କିଛି କାମ କରନ୍ତି ତେବେ ଆପଣ ଆପଣଙ୍କ ଘରକୁ ଦାରିଦ୍ର୍ୟକୁ ନିମନ୍ତ୍ରଣ କରୁଛନ୍ତି। ତେଣୁ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଆପଣଙ୍କୁ ସକାଳେ ଉଠିବା ପରେ କ'ଣ କରିବା ଉଚିତ ସେ ବିଷୟରେ କହିବୁ। ଭୁଲରେ ମଧ୍ୟ ଏହା କରିବା ଉଚିତ ନୁହେଁ। ତେଣୁ ଆସନ୍ତୁ ଜାଣିବା କେଉଁ କେଉଁ କାମ ସକାଳେ ଉଠିବା ପରେ ତୁରନ୍ତ କରିବା ଉଚିତ ନୁହେଁ ଏବଂ ସକାଳେ ଖାଲି ପେଟରେ କେଉଁ ଜିନିଷ ଖାଇଲେ ତାହା ସମ୍ପୂର୍ଣ୍ଣ ଧନ ଲାଭ କରେ। କିନ୍ତୁ ତା ପୂର୍ବରୁ ବନ୍ଧୁମାନେ, ଆପଣଙ୍କୁ ଅନୁରୋଧ କରାଯାଉଛି ଯେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଏହାକୁ ଆପଣଙ୍କ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ ଏବଂ ଯଦି ଆପଣ ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାନ୍ତୁ। ବନ୍ଧୁମାନେ, ଯଦି ଆପଣ ସକାଳେ ଉଠିବା ପରେ ପ୍ରଥମେ ଦର୍ପଣରେ ନିଜକୁ ଦେଖୁଛନ୍ତି
ତେବେ କେବେ ବି ଏହି ଭୁଲ କରନ୍ତୁ ନାହିଁ। ଶାସ୍ତ୍ରରେ ଅନେକ ଥର ଉଲ୍ଲେଖ କରାଯାଇଛି ଯେ ସକାଳେ ପ୍ରଥମେ ଦର୍ପଣ ଦେଖିବା ଉଚିତ ନୁହେଁ। ସକାଳେ ଉଠିବା ମାତ୍ରେ ଦର୍ପଣରେ ନିଜ ମୁହଁକୁ ଦେଖିବା ଦାରିଦ୍ର୍ୟ, ଦୁର୍ଭାଗ୍ୟ ଏବଂ ଅସୁବିଧାକୁ ଆମନ୍ତ୍ରଣ କରିଥାଏ। ତେଣୁ ସକାଳେ ଉଠିବା ପରେ ତୁରନ୍ତ ଦର୍ପଣ ଦେଖିବାରୁ ଦୂରେଇ ରୁହନ୍ତୁ। ଏହା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଦ୍ୱିତୀୟ, ସକାଳେ ଉଠିବା ପରେ ଖାଦ୍ୟ ଖାଇବା। ବନ୍ଧୁଗଣ, ଆଜିର ଦୁନିଆରେ ଲୋକମାନେ ସକାଳୁ ଉଠିବା ମାତ୍ରେ ଚା ଏବଂ ଜଳଖିଆ ଖାଇଥାନ୍ତି କିମ୍ବା ଖାଇବା ଆରମ୍ଭ କରନ୍ତି। ଯଦି ଆପଣ ଏହି ଭୁଲ କରନ୍ତି, ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଶାସ୍ତ୍ର ଅନୁସାରେ ସ୍ନାନ, ଦାନ୍ତ ଘଷିବା ଏବଂ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ ନ କରି କିଛି ଖାଇବା ଉଚିତ ନୁହେଁ। ଖାଦ୍ୟ ଖାଇବାକୁ ନିଷେଧ ବୋଲି ବିବେଚନା କରାଯାଏ, କାରଣ ସୂର୍ଯ୍ୟ ଆମକୁ ଖାଦ୍ୟ ଯୋଗାନ୍ତି ଏବଂ ସୂର୍ଯ୍ୟ ଦେବତାଙ୍କୁ ଧନ୍ୟବାଦ ନ ଦେଇ ଖାଦ୍ୟ ଖାଇବା ଅନୁଚିତ ବୋଲି ବିବେଚନା କରାଯାଏ। ଯେଉଁମାନଙ୍କର ନିଦରୁ ଉଠିବା ମାତ୍ରେ ଚା ପିଇବାର ଅଭ୍ୟାସ ଅଛି, ସେମାନେ ତୁରନ୍ତ ଚା ପିଇବା ବନ୍ଦ କରିବା ଉଚିତ। ଦାନ୍ତ ନ ଘଷି କିଛି ଖାଆନ୍ତୁ ନାହିଁ। ଦିନକୁ ଅତି କମରେ ଥରେ ମୁହଁ ଧୋଇବା ନିଶ୍ଚିତ କରନ୍ତୁ। ସଂଖ୍ୟା 3, ଆପଣଙ୍କ ଭାଗ୍ୟକୁ ଅଭିଶାପ ଦେବା। ସକାଳେ ଉଠିବା ମାତ୍ରେ ଆପଣଙ୍କ ଭାଗ୍ୟ କିମ୍ବା ଆପଣଙ୍କ ଭାଗ୍ୟକୁ ଅଭିଶାପ ଦେବା ଅତ୍ୟନ୍ତ ଅଶୁଭ। ଯଦି ଆପଣ ଭଗବାନଙ୍କ ନାମ ଉଚ୍ଚାରଣ କରୁଥିବା ମୁହଁରୁ କେବଳ ନକାରାତ୍ମକ ଚିନ୍ତାଧାରା ବାହାର କରି ଚାଲିଥାନ୍ତି, ତେବେ ଆପଣ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସକାଳେ ଉଠିବା ପରେ ଆପଣ କେବଳ ଭଗବାନଙ୍କ ଧ୍ୟାନ କରିବା ଉଚିତ। ତେବେ ହଁ, ସମଗ୍ର ଦିନଟି ଶୁଭ ଏବଂ ଫଳପ୍ରଦ ହେବ। ସଂଖ୍ୟା 4, ବନ୍ଧୁଗଣ, ଆମ ଶାସ୍ତ୍ରରେ ଗଙ୍ଗା ଜଳର ବହୁତ ମହତ୍ତ୍ୱ ରହିଛି। ପୌରାଣିକ କଥା ଅନୁସାରେ ଗଙ୍ଗା ଏକ ନଦୀ, ଯେଉଁଥିରେ ଦେବୀ ଏବଂ ଦେବତାମାନେ ନିଜେ ସ୍ନାନ କରିଛନ୍ତି। ସେଥିପାଇଁ ଗଙ୍ଗା ଜଳକୁ ବହୁତ ପବିତ୍ର ବୋଲି ବିବେଚନା କରାଯାଏ। ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ କିଛି ଗଙ୍ଗା ଜଳ ଭର୍ତ୍ତି କରନ୍ତୁ ଏବଂ ରାତି ସାରା ଆପଣଙ୍କ ତକିଆ ପାଖରେ ରଖନ୍ତୁ। ସକାଳେ ଏହି ପାଣି ନେଇ ଆପଣଙ୍କ ବିଛଣାରେ ଛିଞ୍ଚନ୍ତୁ, ତାପରେ ପିଅନ୍ତୁ। ଏହା ନିୟମିତ କରନ୍ତୁ। ଭଗବାନ କୃଷ୍ଣ କହିଛନ୍ତି ଯେ ଯିଏ ନିୟମିତ ଭାବରେ ଏହା କରେ, ସେ ଯୁଗ ଯୁଗ ପାଇଁ ସମୃଦ୍ଧି ପ୍ରାପ୍ତ କରେ। ଏପରି ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କ କୃପାରୁ ଗରିବରୁ ରାଜାରେ ପରିଣତ ହୁଏ। ବିଶ୍ୱାସ କରାଯାଏ ଯେ ଯଦି ମୃତ୍ୟୁ ସମୟରେ କୌଣସି ବ୍ୟକ୍ତିଙ୍କ ମୁଖରେ ଗଙ୍ଗା ଜଳ ଢାଳି ଦିଆଯାଏ, ତେବେ ସେମାନଙ୍କର ପାପ ନଷ୍ଟ ହୋଇଯାଏ ଏବଂ ସେମାନେ ମୋକ୍ଷ ପ୍ରାପ୍ତି କରନ୍ତି। ଗଙ୍ଗା ଜଳ କେବେ ଅପବିତ୍ର ହୁଏ ନାହିଁ। ପଞ୍ଚମ, ଯଦି ଆପଣ ଆପଣଙ୍କ ଜୀବନରୁ ନକାରାତ୍ମକତା ଏବଂ ଦାରିଦ୍ର୍ୟ ଦୂର କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ସକାଳେ ଉଠିବା ପରେ ଏହା କରିବାକୁ ପଡ଼ିବ। ସକାଳେ ଦର୍ପଣରେ ପ୍ରଥମେ ଦେଖନ୍ତୁ ନାହିଁ, ବରଂ ପ୍ରଥମେ ଭଗବାନ କୃଷ୍ଣ କିମ୍ବା ଆପଣଙ୍କ ଠାକୁରଙ୍କୁ ଦେଖନ୍ତୁ। ନଚେତ୍ ସକାଳେ ଉଠିବା ମାତ୍ରେ ହନୁମାନଙ୍କ ଦର୍ଶନ କରନ୍ତୁ। ଆପଣଙ୍କ କୋଠରୀର ସାମ୍ନା କାନ୍ଥରେ ଭଗବାନ କୃଷ୍ଣଙ୍କର ଏକ ସୁନ୍ଦର ଫଟୋ ଟାଙ୍ଗନ୍ତୁ ଏବଂ ସକାଳେ ତାକୁ ଦର୍ଶନ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମୃଦ୍ଧି ଆସିଥାଏ। ଉଠିବା ପରେ ଭୂମିକୁ ସ୍ପର୍ଶ କରନ୍ତୁ ଏବଂ ମାତା ଧରଣୀଙ୍କ ଆଶୀର୍ବାଦ ଲୋଡ଼ନ୍ତୁ। କ୍ଷମା ମାଗିବା ପରେ ତାଙ୍କ ଉପରେ ଆପଣଙ୍କ ପାଦ ରଖନ୍ତୁ। ଏହା ଆପଣଙ୍କ ଭାଗ୍ୟରେ ଥିବା ଯେକୌଣସି ଅନିଶ୍ଚିତତାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ମଳତ୍ୟାଗ ଏବଂ ସ୍ନାନ ପରେ ବୟସ୍କ ଲୋକଙ୍କ ଆଶୀର୍ବାଦ ଲୋଡ଼ନ୍ତୁ। ଯଦି ଘରେ ବୟସ୍କ ଲୋକମାନେ ଉପସ୍ଥିତ ନଥାନ୍ତି, ତେବେ ସେମାନଙ୍କ ଫଟୋକୁ ପ୍ରଣାମ କରିବାକୁ ନିଶ୍ଚିତ କରନ୍ତୁ। ଏବେ ଆସନ୍ତୁ ଜାଣିବା, ଭଗବାନ କୃଷ୍ଣ ବିଶ୍ୱାସ କରନ୍ତି ଯେ ଜଣେ ବ୍ୟକ୍ତି ସକାଳେ କ'ଣ ଖାଇବା ଉଚିତ। ନମ୍ବର 1, ଯେତେବେଳେ ଆପଣ ଘରୁ ବାହାରକୁ ଯାଆନ୍ତି, 2 କିମ୍ବା 4 ଦାନା ଭାତ ଖାଇବାକୁ ନିଶ୍ଚିତ କରନ୍ତୁ। ଏହା ଦେବୀ ଲକ୍ଷ୍ମୀଙ୍କର ଅସୀମ ଆଶୀର୍ବାଦ ଆଣିଥାଏ। ନମ୍ବର 2, ଯେତେବେଳେ ଆପଣ ସକାଳେ କାମ ପାଇଁ ଘରୁ ବାହାରନ୍ତି, ଭଗବାନଙ୍କ ବେକରେ ରଖାଯାଇଥିବା ଫୁଲମାଳାରୁ ଏକ ପତ୍ର କିମ୍ବା ତାଙ୍କ ପାଦ ପାଖରେ ରଖାଯାଇଥିବା ଫୁଲକୁ
ଆଶୀର୍ବାଦ ମନେ କରି ଖାଆନ୍ତୁ। ଏହା ସ୍ୱୟଂଚାଳିତ ଭାବରେ ଈଶ୍ୱରଙ୍କ କୃପା ପ୍ରଦାନ କରେ। ଆପଣ ଯାହା ବି କରନ୍ତି ତାହା ସମ୍ପୂର୍ଣ୍ଣ ସଫଳ ହେବ। ନମ୍ବର 3, ବନ୍ଧୁଗଣ, ଭଗବାନ କୃଷ୍ଣ କହିଛନ୍ତି ଯେ ଯେତେବେଳେ ଆପଣ କୌଣସି ଭଲ କାମ ପାଇଁ ବାହାରକୁ ଯାଆନ୍ତି ଆପଣଙ୍କୁ ନିଶ୍ଚିତ ଭାବରେ କିଛି ମିଠା ଖାଇବା ଉଚିତ। କିନ୍ତୁ ମନେ ରଖନ୍ତୁ, ସକାଳେ ମିଠା ଖାଇବାକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହା ଆପଣଙ୍କ ପାଇଁ ଭଲ ପଥ ଖୋଲିଥାଏ ଏବଂ ଆପଣ ଯାହା ଇଚ୍ଛା କରନ୍ତି ତାହା ହାସଲ କରନ୍ତି। ବନ୍ଧୁଗଣ, ଭଗବାନ କୃଷ୍ଣ ଏହା ମଧ୍ୟ ବ୍ୟାଖ୍ୟା କରିଥିଲେ ଯେ କପାଳରେ ଚନ୍ଦନ ତିଳକ ବିଜୟ ହାସଲ କରିବାରେ ସାହାଯ୍ୟ କରେ। ସେଥିପାଇଁ କପାଳରେ ଚନ୍ଦନ ତିଳକ ଲଗାଇବା ଉଚିତ। ଶାସ୍ତ୍ରରେ କୁହାଯାଇଛି, ଯେଉଁମାନେ ସକାଳେ କପାଳରେ ତିଳକ ଲଗାଇ ବାହାରକୁ ଯାଆନ୍ତି ସେମାନେ ଭଗବାନଙ୍କର ଆଶୀର୍ବାଦ ପାଆନ୍ତି ଏବଂ କେହି ସେମାନଙ୍କର କ୍ଷତି କରିପାରିବେ ନାହିଁ। ବନ୍ଧୁଗଣ, ମୃତ୍ୟୁ ମଧ୍ୟ ଆପଣଙ୍କ କପାଳରେ ତିଳକ ଲଗାଇ ଆପଣଙ୍କୁ କ୍ଷତି କରିପାରିବ ନାହିଁ। ଏହା ଆପଣଙ୍କୁ ଅକାଳ ମୃତ୍ୟୁରୁ ରକ୍ଷା କରେ। ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁମାନେ ନିୟମିତ ଭାବରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତି ସେମାନେ ନିଜ ଘରେ, ପରିବାରରେ ଏବଂ ସମାଜରେ ସମ୍ମାନ ପାଆନ୍ତି। ସେମାନେ ଭଲ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ ମଧ୍ୟ ପାଆନ୍ତି। ଏହି ଅଭ୍ୟାସ ଚର୍ମର ଚମକ ବୃଦ୍ଧି କରେ ଏବଂ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ। ପ୍ରତିଦିନ ଘରୁ ବାହାରିବା ପୂର୍ବରୁ ଅଳ୍ପ ଦହି ଏବଂ ଚିନି ଖାଇବାକୁ ଏକ ଶୁଭ ଲକ୍ଷଣ ବୋଲି ବିବେଚନା କରାଯାଏ। ଏହି ଅଭ୍ୟାସ କାର୍ଯ୍ୟରେ ସଫଳତା ଆଣିଥାଏ ଏବଂ ନକାରାତ୍ମକତାକୁ ଦୂର କରିଥାଏ। ପ୍ରତିଦିନ ସକାଳେ ସ୍ନାନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପରେ ତୁଳସୀ ଗଛକୁ ଜଳ ଅର୍ପଣ କରିବା ଉଚିତ। ତୁଳସୀ ଗଛର ଏକ ଛୋଟ ସେବା ମଧ୍ୟ ଦେବାଦେବୀଙ୍କ ଆଶୀର୍ବାଦ ଆଣିପାରେ। ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଯେଉଁ ଘରେ ତୁଳସୀ ଅଛି ଏବଂ ଯେଉଁମାନେ ଘରେ ତୁଳସୀ ଗଛର ପୂଜା ଅର୍ଚ୍ଚନା କରନ୍ତି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସେମାନଙ୍କ ଉପରେ ସଦାସର୍ବଦା ରହିଥାଏ। ଯେଉଁମାନେ ତୁଳସୀ ଗଛର ଯତ୍ନ ନିଅନ୍ତି ସେମାନେ ସୁଖ ଏବଂ ସମୃଦ୍ଧି ପ୍ରାପ୍ତ କରନ୍ତି। ବନ୍ଧୁଗଣ, ପ୍ରତିଦିନ ଘର ମନ୍ଦିରରେ ପୂଜା କରିବା ଉଚିତ। ଦୀପ ଏବଂ ଧୂପକାଠି ଜଳାଇବା ଉଚିତ। ଦୀପ ଏବଂ ଧୂପକାଠିରୁ ନିର୍ଗତ ଧୂଆଁ ବାୟୁମଣ୍ଡଳରୁ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। ବାସ୍ତୁ ଅନୁସାରେ ପ୍ରତିଦିନ ଘରେ ଦୀପ ଜାଳିବା ଦ୍ୱାରା ଅନେକ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ଏହା ସହିତ ମନେ ରଖନ୍ତୁ ଯେ ସକାଳେ ଘରର ପରିବେଶ ଶାନ୍ତ ରହିବା ଉଚିତ। କିଛି ଲୋକଙ୍କ ଘରେ ସକାଳର ପରିବେଶ ଅଶାନ୍ତ ହୋଇଥାଏ। ଉଠିବା ପରେ ତୁରନ୍ତ ସେମାନଙ୍କ ଘରେ ଉତ୍ତେଜନା ସୃଷ୍ଟି ହୁଏ। କଠୋର ଶବ୍ଦ ଏବଂ ଅପମାନଜନକ ଭାଷା ବ୍ୟବହାର ହେବା ଆରମ୍ଭ ହୁଏ। ତାହା ସ୍ୱାମୀ ସ୍ତ୍ରୀ, ମା କିମ୍ବା ପିଲାମାନଙ୍କ ମଧ୍ୟରେ ହେଉ କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ହେଉ। ଯେଉଁ ଘରୁ ଉଠିବା ସମୟରେ ଦୁଃଖର ପରିବେଶ ଥାଏ ଦେବୀ ଲକ୍ଷ୍ମୀ ତୁରନ୍ତ ସେହି ଘରୁ ବାହାରି ଯାଆନ୍ତି। ତେଣୁ ସକାଳେ ଉଠିବା ପରେ ପରସ୍ପର ସହିତ ଭଲ ଭାବରେ କଥା ହେବା ଉଚିତ। ଶାନ୍ତି ଏବଂ ଖୁସିରେ ପରିପୂର୍ଣ୍ଣ ଘର ହେଉଛି ଯେଉଁଠାରେ ଦେବୀ ଲକ୍ଷ୍ମୀ ସର୍ବଦା ବାସ କରନ୍ତି। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତିଦିନ ସକାଳେ ଉଠିବା ପୂର୍ବରୁ ଉଭୟ ହାତର ପାପୁଲି ଦେଖିବା ଉଚିତ। ଏହା ବିଶ୍ୱାସ କରାଯାଏ ଯେ ଦେବୀ ଲକ୍ଷ୍ମୀ ଉଭୟ ହାତର ପାପୁଲିରେ ବାସ କରନ୍ତି। ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ଉପରେ ତାଙ୍କର ଆଶୀର୍ବାଦ ପ୍ରଦାନ କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ନିୟମିତ ଭାବରେ ସକାଳେ ଉଠି ସ୍ନାନ କରନ୍ତି, ଗୋମାତାଙ୍କୁ ପୂଜା କରନ୍ତି ଏବଂ ତାଙ୍କୁ ରୁଟି ଖୁଆଇ ଦିଅନ୍ତି ତେବେ ସମସ୍ତ ଦେବା ଏବଂ ଦେବୀ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରନ୍ତି। ମାତା ଗାଈର ସେବା କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ। ସକାଳେ ଉଠିବା ପରେ ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଯେଉଁ ଘରେ ଲୋକମାନେ ନିୟମିତ ଭାବରେ ଏହି ପ୍ରଥା ପାଳନ କରନ୍ତି ସେଠାରେ ଦାରିଦ୍ର୍ୟ ଦୂର ହୁଏ। ଯଦି ଆପଣ ପିଲାମାନଙ୍କ ହାତରେ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତି ତେବେ ସେମାନଙ୍କର ବୁଦ୍ଧି ମଧ୍ୟ ବିକଶିତ ହୁଏ। ତେଣୁ ବନ୍ଧୁଗଣ, ଏହି କାର୍ଯ୍ୟଗୁଡ଼ିକ ଆପଣଙ୍କୁ ସକାଳେ ଘରେ ନିଶ୍ଚିତ ଭାବରେ କରିବା ଉଚିତ। ଏବଂ ଏହା ସହିତ ମୁଁ ତୁମକୁ କହିଥିଲି ଯେ ତୁମେ ସକାଳେ ନିଶ୍ଚିତ ଭାବରେ କ'ଣ ଖାଇବା ଉଚିତ।
ଯଦି ତୁମେ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହୁଁଛ ତେବେ ଏହି ଭିଡ଼ିଓକୁ ଲାଇକ୍ କର ଏବଂ ବାସ୍ତୁ ବିଚାର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ। ପ୍ରଥମତଃ ଯେକୌଣସି ଶୁଭ କାର୍ଯ୍ୟରେ କର୍ପୂରର ବିଶେଷ ଗୁରୁତ୍ୱ ରହିଛି। ବିଶ୍ୱାସ କରାଯାଏ ଯେ ଘରେ କର୍ପୂର ଜାଳିବା ଦ୍ୱାରା ବାସ୍ତୁ ଦୋଷ ଏବଂ ନକାରାତ୍ମକ ଶକ୍ତି ଦୂର ହୁଏ। ତେଣୁ ସପ୍ତାହରେ ଥରେ କର୍ପୂର ଜାଳିବା ଉଚିତ। ଏହା କରିବା ଦ୍ୱାରା ଅଧିକ ସକାରାତ୍ମକ ଶକ୍ତି ଉତ୍ପନ୍ନ ହୁଏ। ଏହା ପ୍ରକୃତିର ନିୟମ ଯେ ଆପଣ ଯାହା ଦିଅନ୍ତି ତାହା ଦୁଇଗୁଣ ଫେରସ୍ତ ଦିଏ। ଯଦି ଆପଣ ଟଙ୍କା କିମ୍ବା ଅନ୍ୟାନ୍ୟ ସମ୍ପତ୍ତି ଧରି ରଖନ୍ତି ତେବେ ତାହା ନଷ୍ଟ ହୋଇଯିବ। ସର୍ବୋତ୍ତମ ଦାନ ହେଉଛି ଖାଦ୍ୟଦାନ। ଏହି ଉପଚାର ଗୁଡ଼ିକୁ ଅନୁସରଣ କରିବା ଦ୍ୱାରା ଘରେ ଖାଦ୍ୟ ସଞ୍ଚିତ ରହିଥାଏ। ଦ୍ୱିତୀୟତଃ ସନ୍ଧ୍ୟା ପ୍ରାର୍ଥନା ସମୟରେ ଏକ ସୋରିଷ ତେଲ ଦୀପ ଜାଳି ସେଥିରେ 2ଟି ଲବଙ୍ଗ ମିଶାନ୍ତୁ। ଯଦି ଆପଣ ଚାହାନ୍ତି ତେବେ ଆପଣ ପ୍ରତିଦିନ ଏହି ଦୀପ ପ୍ରବେଶ ଦ୍ୱାରର ଉଭୟ ପାର୍ଶ୍ୱରେ କିମ୍ବା କେବଳ ଗୋଟିଏ ପାର୍ଶ୍ୱରେ ଜଳାଇ ପାରିବେ। ଏହା କରିବା ଦ୍ୱାରା ଦେବାଦେବୀ ଏବଂ ଆପଣଙ୍କ ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ। ସମୃଦ୍ଧିରେ ଆଶୀର୍ବାଦ ପ୍ରାପ୍ତ ଘରେ ଯେତେବେଳେ ଆପଣ ରୁଟି ତିଆରି କରନ୍ତି ତାୱା ଗରମ ହେବା ପରେ ତାୱାରେ ଟିକେ କ୍ଷୀର ଛିଞ୍ଚନ୍ତୁ। ଏହା ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ସମସ୍ତ ପ୍ରକାରର ଦୁଷ୍ଟତା ଦୂର ହୁଏ। ଏହା ସହିତ ପ୍ରଥମ ରୁଟି ଗାଈକୁ ଖୁଆଇ ଦିଅନ୍ତୁ। ଆପଣ ଏହି ରୁଟିରେ ଟିକେ ଗୁଡ଼ କିମ୍ବା ଚିନି ସହିତ ପ୍ରତିଦିନ ପକ୍ଷୀମାନଙ୍କୁ ଖାଦ୍ୟ ଦେବା ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ। ଏହା କୁଣ୍ଡଳୀର ସମସ୍ତ ଦୋଷ ଦୂର କରିବାରେ ସାହାଯ୍ୟ କରେ। ଏହା ଜୀବନରେ ଉନ୍ନତି ଏବଂ ସୂକ୍ଷ୍ମ ଅଭିବୃଦ୍ଧି ମଧ୍ୟ ଆଣିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ସମୟରେ କିମ୍ବା ପରେ ଘର ଝାଡ଼ୁ କରିବା ଉଚିତ ନୁହେଁ। ଏହା ବିଶ୍ୱାସ କରାଯାଏ ଯେ ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଘରୁ ଚାଲିଯିବେ ଏବଂ ଦାରିଦ୍ର୍ୟ ଆସିବ। ତୃତୀୟ ନମ୍ବରରେ ସର୍ବଦା ଖାଦ୍ୟ ପ୍ଲେଟ୍ ସମ୍ମାନର ସହିତ କାର୍ପେଟ୍ କିମ୍ବା ଟେବୁଲ ଉପରେ ରଖନ୍ତୁ। କେବେ ବି ଗୋଟିଏ ହାତରେ ଖାଦ୍ୟ ପ୍ଲେଟ୍ ଧରନ୍ତୁ ନାହିଁ। ଏହି ପଦ୍ଧତିରେ ଖିଆଯାଇଥିବା ଖାଦ୍ୟ ଭୂତ ଜଗତକୁ ଯାଏ। ଖାଇବା ପରେ କେବେ ବି ପ୍ଲେଟ୍ରେ ହାତ ଧୋଇବେ ନାହିଁ। ପ୍ଲେଟ୍ରେ ବଳକା ଖାଦ୍ୟ କେବେ ବି ଛାଡ଼ିବେ ନାହିଁ। ପ୍ଲେଟ୍କୁ କେବେ ବି ରୋଷେଇ ଘର ଷ୍ଟାଣ୍ଡ, ବିଛଣା କିମ୍ବା ଟେବୁଲ ତଳେ କିମ୍ବା ତା ଉପରେ ରଖନ୍ତୁ ନାହିଁ। ରାତିରେ ଘରେ ବ୍ୟବହୃତ ପାତ୍ର କେବେ ବି ରଖନ୍ତୁ ନାହିଁ। ଖାଇବା ପୂର୍ବରୁ ସର୍ବଦା ଦେବତାଙ୍କୁ ଆବାହନ କରନ୍ତୁ। ଖାଇବା ସମୟରେ କଥାବାର୍ତ୍ତା କିମ୍ବା କ୍ରୋଧ କରିବାରୁ ବଞ୍ଚନ୍ତୁ। ପରିବାର ସଦସ୍ୟଙ୍କ ସହିତ ବସି ଖାଆନ୍ତୁ। ଖାଇବା ସମୟରେ ଅଦ୍ଭୁତ ଶବ୍ଦ କରିବାରୁ ବଞ୍ଚନ୍ତୁ। ରାତିରେ ଭାତ ସହିତ ଦହି ଖାଇବା ଦେବୀ ଲକ୍ଷ୍ମୀଙ୍କୁ ଅସମ୍ମାନ କରେ। ଯେଉଁମାନେ ସମୃଦ୍ଧି ଚାହୁଁଛନ୍ତି ଏବଂ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନେ ରାତିରେ ଏହି ଖାଦ୍ୟ ପରିହାର କରିବା ଉଚିତ। ସର୍ବଦା ପୂର୍ବ କିମ୍ବା ଉତ୍ତର ଆଡ଼କୁ ମୁହଁ କରି ଖାଇବା ଉଚିତ। ଯଦି ସମ୍ଭବ ହୁଏ ରୋଷେଇ ଘରେ ବସି ଖାଆନ୍ତୁ। ଏହା ରାହୁକୁ ଶାନ୍ତ କରେ। ଜୋତା ପିନ୍ଧି କେବେ ବି ଖାଆନ୍ତୁ ନାହିଁ। ପାଣି କିମ୍ବା ଚା ନ ପିଇ କିମ୍ବା ଅଶୁଦ୍ଧ ହାତ କିମ୍ବା ପାଦରେ କେବେ ବି କୌଣସି ବ୍ରାହ୍ମଣ କିମ୍ବା ଅଗ୍ନିକୁ ସ୍ପର୍ଶ କରନ୍ତୁ ନାହିଁ। ଚତୁର୍ଥ, ବ୍ରହ୍ମ ମୁହୂର୍ତ୍ତ କିମ୍ବା ସନ୍ଧ୍ୟାକାଳ ସମୟରେ କେବେ ବି କୌଣସି ବ୍ରାହ୍ମଣ କିମ୍ବା ଅଗ୍ନିକୁ ସ୍ପର୍ଶ କରନ୍ତୁ ନାହିଁ। ଘରର ତଳ ଭାଗ ଝାଡ଼ୁ କରିବା ଉଚିତ। ଝାଡ଼ୁକୁ ଅତିଥିମାନଙ୍କ ପହଞ୍ଚିବା ଦୂରରେ ରଖନ୍ତୁ ନାହିଁ। ଝାଡ଼ୁକୁ ବିଛଣା ତଳେ ରଖନ୍ତୁ ନାହିଁ। ଘର ସଫା ଏବଂ ସୁନ୍ଦର ରଖନ୍ତୁ। ଘରର ଚାରି କୋଣ ସଫା ରହିବା ଉଚିତ। ବିଶେଷ କରି ଉତ୍ତର ଏବଂ ଉତ୍ତର ପଶ୍ଚିମ ସମ୍ପୂର୍ଣ୍ଣ କୋଠରୀକୁ ସର୍ବଦା ଖାଲି ଏବଂ ସଫା ରଖନ୍ତୁ। ୱାସରୁମ୍କୁ ଓଦା ରଖିବା ଆର୍ଥିକ ସୁସ୍ଥତା ପାଇଁ ଭଲ ନୁହେଁ। ବ୍ୟବହାର ପରେ ଏହାକୁ କପଡ଼ାରେ ଶୁଖାଇବାକୁ ଚେଷ୍ଟା କରନ୍ତୁ। ଦକ୍ଷିଣ ଏବଂ ପଶ୍ଚିମ ଦିଗକୁ ଖାଲି କିମ୍ବା ଆଲୋକ ରଖିବା କ୍ୟାରିୟରର ସ୍ଥିରତା ପାଇଁ ଶୁଭ ନୁହେଁ। ତେଣୁ ଏହି ଦିଗକୁ ଖାଲି ରଖିବା ଉଚିତ ନୁହେଁ। ଘରେ ମାଟି ପାତ୍ର ବାଇଗଣୀ କିମ୍ବା ବାଇଗଣୀ ରଙ୍ଗ ବ୍ୟବହାର କରିବା ଉଚିତ ନୁହେଁ। ବେଡସିଟ୍ ଉପରେ ଦୀପ ହେଉ କିମ୍ବା କାନ୍ଥର ରଙ୍ଗ ସର୍ବଦା ପୂର୍ବରୁ ପଶ୍ଚିମ କିମ୍ବା
ଉତ୍ତରରୁ ଦକ୍ଷିଣକୁ ସିଡ଼ି ତିଆରି କରନ୍ତୁ। କେବେ ବି ଉତ୍ତର ପୂର୍ବ ଦିଗରେ ସିଡ଼ି ତିଆରି କରନ୍ତୁ ନାହିଁ। ପ୍ରତ୍ୟେକ ଘରର ତଳ ଭାଗ କାନ୍ଥ କିମ୍ବା ଛାତରେ ଫାଟ ନ ହେବା ଉଚିତ। ଯଦି ଏପରି ହୁଏ ତେବେ ତୁରନ୍ତ ସେଗୁଡ଼ିକ ମରାମତି କରନ୍ତୁ। ଘରେ ଫାଟକୁ ଅଶୁଭ ବୋଲି ବିବେଚନା କରାଯାଏ। 5 ନମ୍ବର, ଘରର ମହିଳାକୁ ସମ୍ମାନ କର। ଦକ୍ଷିଣ ଦିଗକୁ ପାଦ ଦେଇ ଶୁଅ ନାହିଁ। ଯଦି ତୁମର ସାର୍ଟ କିମ୍ବା ପ୍ୟାଣ୍ଟ ଚିରି ଯାଇଛି ତେବେ ସେଗୁଡ଼ିକ ମରାମତି କର। ତୁମର ୱାଲେଟ୍ କିମ୍ବା ଟଙ୍କା ପଛ ପକେଟରେ ରଖ ନାହିଁ। କୌଣସି ପ୍ରକାରର ନିଶା ସେବନ କର ନାହିଁ। ମିଛ କହିବା ଜାରି ରଖିଲେ ସମୃଦ୍ଧି ଚାଲିଯାଏ। ତୁମର ଦାନ୍ତ ସଫା ଏବଂ ଚମକଦାର ରଖ। ବାରମ୍ବାର ଛେପ ପକାଇବା କିମ୍ବା କାଶିବାର ଅଭ୍ୟାସ ପରିବର୍ତ୍ତନ କର। ଘରେ ସବୁଠି ମଇଳା ବିସ୍ତାର କର ନାହିଁ। ତୁମର ନଖ ଏବଂ କେଶ ଲମ୍ବା ରଖ ନାହିଁ। ତୁମର ଶରୀରର ସମସ୍ତ ଅଂଶକୁ ଦିନକୁ 3 ଥର ପାଣିରେ ଧୋଇ ଦିଅ, ସକାଳ, ସନ୍ଧ୍ୟା ଏବଂ ରାତି। 6 ନମ୍ବର, ଯଦି ଘରେ ଆପଣଙ୍କର ପ୍ରାର୍ଥନା କୋଠରୀ ନାହିଁ ତେବେ ବାସ୍ତୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ନିର୍ମାଣ କରନ୍ତୁ। କୌଣସି ଦେବତାଙ୍କ ଏକାଧିକ ମୂର୍ତ୍ତି କିମ୍ବା ଚିତ୍ର ରଖିବାରୁ ଦୂରେଇ ରୁହନ୍ତୁ। ପ୍ରାର୍ଥନା କୋଠରୀ ବ୍ୟତୀତ ଘରର ଅନ୍ୟ କୌଣସି ସ୍ଥାନରେ କୌଣସି ଦେବୀ କିମ୍ବା ଦେବତାଙ୍କ ମୂର୍ତ୍ତି କିମ୍ବା ଚିତ୍ର ରଖନ୍ତୁ ନାହିଁ। ପରସ୍ପରକୁ ମୁହଁ କରି କୌଣସି ଦେବତାର 2ଟି ଚିତ୍ର ରଖନ୍ତୁ ନାହିଁ। ଆଜି ପାଇଁ ଏତିକି। ରହୁଛି। ନମସ୍କାର।